ଶିଳ୍ପାଞ୍ଚଳ ଥାନା ମୁକୁନ୍ଦ ପ୍ରସାଦ ହିଂସାକାଣ୍ଡର 8 ଦିନ ପରେ ରବିବାର କୋହଳ ହୋଇଛି ଧାରା 163। ସ୍ଥାନୀୟ ଜନପ୍ରତିନିଧି ଏବଂ ସଚେତନ ନାଗରିକଙ୍କ ସହିତ ଆଲୋଚନା କରି ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଞ୍ଚଳର ସ୍କୁଲ ଏବଂ ଅଙ୍ଗନବାଡ଼ି ଉପରେ ଲାଗୁ ହୋଇଥିବା 163 ଧାରାକୁ ହଟାଇ ଦେଇଛି। ସୋମବାର ଠାରୁ ମୁକୁନ୍ଦ ପ୍ରସାଦର ୱାର୍ଡ ନମ୍ବର 2, 21, 22 ଏବଂ 1 ଓ 3 ନମ୍ବର ୱାର୍ଡର କିଛି ଅଂଶରେ ଥିବା ସବୁ ଅଙ୍ଗନବାଡ଼ିକୁ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି। କେବଳ ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳର 6ଗୋଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟକୁ ବି ଖୋଲିବାକୁ ଅନୁମତି ଦିଆଯାଇଛି। ସେଗୁଡ଼ିକ ହେଲା ଜୟୀରାଜଗୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଜେମାଦେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜୟୀରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁକୁନ୍ଦ ପ୍ରସାଦ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମୁକୁନ୍ଦ ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଚାଚେରା ସବରସାହି ପ୍ରାଥମିକ ବିଦ୍ୟାଳୟ। ମୁକୁନ୍ଦ ପ୍ରସାଦରେ ଜିଲ୍ଲା ପ୍ରଶାସନ ମୋଟ 8ଟି କଟକଣା ଲାଗୁ କରିଥିଲା। ତା ଭିତରେ ସ୍କୁଲ ବନ୍ଦ ସହିତ କଲେଜକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା। ମୁକୁନ୍ଦ ପ୍ରସାଦ ଇଲାକାରେ ଜିଲ୍ଲାର ଅନ୍ୟତମ ବୃହତ କଲେଜ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଛି। ତା ଉପରୁ କିନ୍ତୁ କୌଣସି କଟକଣା ହଟିନାହିଁ। ସେହିପରି କୌଣସି ପରିସ୍ଥିତିରେ ବିନା ଅନୁମତିରେ 5 ଜଣ ଲୋକ ଏକାଠି ହୋଇପାରିବେ ନାହିଁ। ଦୋକାନ ବଜାର ସବୁ ବନ୍ଦ କରାଯିବା ଭଳି ଅନ୍ୟ 7ଗୋଟି କଟକଣା ବି ଜିଲ୍ଲା ପ୍ରଶାସନ ଲାଗୁ କରିଥିଲା। ଗୋଟିଏ କଟକଣା ଯଦିଓ କୋହଳ ହୋଇଛି, କିନ୍ତୁ ଦୋକାନ ବଜାର ଉପରେ କଟକଣା ଲାଗୁ ରହିବା ଘଟଣା ଲୋକଙ୍କର ଆର୍ଥିକ ସ୍ଥିତି ଖରାପ କରିଦେଇଛି। ଅନ୍ୟପକ୍ଷରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଘଟଣାରେ ମୋଟ 14 ଜଣଙ୍କୁ ଗିରଫ କରାଗଲାଣି। ଭଙ୍ଗାରୁଜା ଘଟଣାରେ 11 ଜଣ ଗିରଫ ହୋଇଥିବା ବେଳେ ହତ୍ୟାକାଣ୍ଡରେ 3 ଜଣ ଜେଲ୍ ଯାଇଛନ୍ତି। ଶାନ୍ତି କମିଟି ଗଠନ କରି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଲାଣି।